ଆମର ଏଇଟା ସୁବଲପୁର ମୌଜା ପ୍ଲଟ୍ ନମ୍ବର 121, 120 ଆଉ 123। ଏଠାରେ ଆମର 9ଟା ଜବରଦଖଲ ଥିଲା। ତ ସେ ଜବରଦଖଲ ଯେଉଁଟା ହେବ ମାନେ ଉଠା ହେବ ସେଥିରେ ଆମର ଆର୍ଆଇ ଅଫିସ୍ ଏଇଟା କନଷ୍ଟ୍ରକ୍ସନ୍ ହେବ। ସେଥିପାଇଁ ଏଇଟା ଏନକ୍ରୋଚମେଣ୍ଟରେ ବୁକ୍ ହେଲା। ଦୁଇଟା ପୋଲିସ ସେକ୍ସନ ଦୁଇ ସେକ୍ସନ ପୋଲିସ ଆମକୁ ରିକ୍ୱିଜିସନ୍ କରାହେଲା। ତାପରେ ଏଇଟା ଆଜି ଏନକ୍ରୋଚମେଣ୍ଟ ଡିଭିଜନ ଏଟା ପୂର୍ବରୁ ଆର୍ଆଇ ଅଫିସ୍ ଥିଲା ବୋଲି ଜଣା ପଡିଛି ଯେ ଫନି ପରେ ମଧ୍ୟ ଏଟାକୁ ଭଙ୍ଗାଯାଇଥିଲା, କାମ ହେଇନଥିଲା। ତେବେ ଏଇଟା ଜବରଦଖଲ କରାଯାଇଥିଲା କି? ହଁ, ଏଇଟା ଯେଉଁଟା ପୁରୁଣା ପୂର୍ବ ଆର୍ଆଇ ଅଫିସ୍ ଥିଲା ସେଟା ଫନିରେ ଡ୍ୟାମେଜ୍ ହେଇଯାଇଥିଲା। ତାପରେ ଆମର ଆର୍ଆଇ ଅଫିସ୍ଟା ସେ ପଞ୍ଚାୟତ ଅଫିସ୍ରେ ଚାଲୁଥିଲା। ବର୍ତ୍ତମାନ ଏଇଟା ନୂଆ ଏଷ୍ଟିମେଟ୍ ଆସିଛି, ଏଇଟା କନଷ୍ଟ୍ରକ୍ସନ୍ ହେବ। ସେଥିପାଇଁ ଯେଉଁମାନେ ଜବରଦଖଲ କରିଥିଲେ ତାଙ୍କୁ ଆମେ ଏନକ୍ରୋଚମେଣ୍ଟ କେସ୍ ବୁକ୍ କରିକି ତାଙ୍କୁ ଆମେ ଜବରଦଖଲ ଉଚ୍ଛେଦ କରିଛୁ ଆଜି। କିଏ କିଏ ବର୍ତ୍ତମାନ ସୁଦ୍ଧା ଆପଣଙ୍କ ଷ୍ଟାଫ୍ ମାନେ ଏଥିରେ ଯୋଗ ଦେଇଛନ୍ତି? ଆମର ଏଠାରେ ଅଛନ୍ତି ଆମର ଇନ୍ସପେକ୍ଟର ଅଫ୍ ପୋଲିସ ଦୀପକ ସାର୍ ଅଛନ୍ତି, ଆମର ନବକିଶୋର ପାତ୍ର ସାର୍ ଏଡିସନାଲ ତହସିଲଦାର ଅଛନ୍ତି, ଆମର ଲକ୍ଷ୍ମୀ ବାବୁ ଅଛନ୍ତି ସୁପରଭାଇଜର। ଆମର ଏଠି ସମସ୍ତଙ୍କର ଗୋଟେ ମିଳିତ ଉଦ୍ୟମରେ ଏଇଟା ଆଜି ଆମେ ଏଭିକ୍ସନ୍ ଉଚ୍ଛେଦ କଲୁ। ସର୍ବପ୍ରଥମେ ଧନ୍ୟବାଦ ଦେବି ପୁରୀ ଜିଲ୍ଲାର ଜିଲ୍ଲାପାଳ ମହୋଦୟଙ୍କୁ ଏବଂ ପିପିଲି ତହସିଲଦାରଙ୍କୁ ଏବଂ ପୋଲିସ ପ୍ରଶାସନ ଆଇଆଇସି ଠୁ ଆରମ୍ଭ କରି ସାତସଂଘ ଫାଣ୍ଡି ଅଧିକାରୀ ପର୍ଯ୍ୟନ୍ତ ଏବଂ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ ଦେବି। ମୁଁ ପିପିଲି ଜନଶୁଣାଣି ଜିଲ୍ଲାପାଳଙ୍କ ଜନଶୁଣାଣି ଦିନ ଅଭିଯୋଗ କରିଥିଲି ବିଗତ ସରକାରଙ୍କ ସମୟରେ 2 ବର୍ଷ ଧରି ଟଙ୍କା ସାଂସନ ହେଇଥିଲେ ମଧ୍ୟ ଟେଣ୍ଡର ପ୍ରକ୍ରିୟା ସରିଥିଲେ ମଧ୍ୟ ଜବରଦଖଲ ପାଇଁ ଆର୍ଆଇ ଅଫିସ୍ ଯଶୁଆପୁର ଆର୍ଆଇ ଅଫିସ୍ ହେଇପାରୁନଥିଲା, ଯାହାଫଳରେ ଯଶୁଆପୁର ଆର୍ଆଇ ଅଫିସ୍ ଅଣ୍ଡରରେ ଯେଉଁମାନେ ନିର୍ଭର କରୁଥିଲେ ଯଶୁଆପୁର ପଞ୍ଚାୟତ ଗ୍ରାମବାସୀ, ଯଶୁଆପୁର ପଞ୍ଚାୟତର ଜନସାଧାରଣ ହଇରାଣ ହରକତ ହେଉଥିଲେ। ବହୁଦିନ ଧରି ପଞ୍ଚାୟତ ଅଫିସରେ ଯଶୁଆପୁର ଆର୍ଆଇ ଅଫିସ୍ଟି ହେଉଥିଲା। ଯାହା ହେଉ ଆଜିଠାରୁ ସମ୍ଭବ ହେଲା, ଯଶୁଆପୁର ଆର୍ଆଇ ଅଫିସ୍ ସୁବିଧା ସୁଯୋଗ ଜନସାଧାରଣ ପାଇବେ। ଆଜି 2019ରେ ସେଠି ଆର୍ଆଇ ଅଫିସ୍ ଥିଲା, ପୂର୍ବରୁ ଆର୍ଆଇ ଅଫିସ୍ ଥିଲା କି? ଆର୍ଆଇ ଅଫିସ୍ ସେଇଠି ଥିଲା, ପୁରୁଣା ଘର ଥିଲା ଆର୍ଆଇ ଅଫିସ୍। ଗତ ଫନିରେ ଭାଙ୍ଗିଗଲା ପରେ ସେଠି ଜବରଦଖଲ ଜଣେ କରିଥିଲେ। ଯାହା ବି ହଉ ଆଜି ତାର ପୂର୍ଣ୍ଣଚ୍ଛେଦ ହେଇଛି ଏବଂ ଏଭିକ୍ସନ୍ ହେଇଛି। ପୁଣି ନୂତନ ଭାବରେ ଆର୍ଆଇ ଅଫିସ୍ଟି ଗଢ଼ି ତୋଳିବ। ଲୋକମାନଙ୍କର ନିଶ୍ଚିତ ଭାବରେ ସୁବିଧା ପାଇବେ।